ସ୍ତ୍ରୀଟି ସ୍ୱାମୀ ନାଁରେ ଦୀର୍ଘ 12 ବର୍ଷ ପରେ ମାନେ ରେପ୍ କେସ୍ ଲଗାଯାଉଛି, ପୋକ୍ସୋ ଆକ୍ଟ ମୋ ପାଇଁ ଲଗାଯାଉଛି। ଗୋଟେ ଛୁଆଟିକୁ ଆସିକି 11 ବର୍ଷର ହେଲାଣି। ଆପଣମାନେ ବିଚାର କରନ୍ତୁ କେଉଁ ଟାଇପ୍ର ଅନ୍ୟାୟ ହେଉଛି। କାଲି ମୋ ପୁଅ ମୋ ପାଇଁ ନ୍ୟାୟ ଲଢ଼ିବା ପାଇଁ ଥାନାକୁ ଦ୍ୱାରସ୍ଥ ହେଇଥିଲା। ଆଉ ଥାନାର ଦ୍ୱାରସ୍ଥ ହେଲା ଭିତରେ କୃଷ୍ଣପ୍ରସାଦର ଥାନା ଅଧିକାରୀ IAS ମହାଶୟ ସ୍ତ୍ରୀଟି ସ୍ୱାମୀ ନାଁରେ ଦୀର୍ଘ 12 ବର୍ଷ ପରେ ମାନେ ରେପ୍ କେସ୍ ଲଗାଯାଉଛି, ପୋକ୍ସୋ ଆକ୍ଟ ମୋ ପାଇଁ ଲଗାଯାଉଛି। ଗୋଟେ ଛୁଆଟିକୁ ଆସିକି 11 ବର୍ଷର ହେଲାଣି। ଆପଣମାନେ ବିଚାର କରନ୍ତୁ କେଉଁ ଟାଇପ୍ର ଅନ୍ୟାୟ ହେଉଛି। ମୋ ପୁଅକୁ ଉଠେଇ ନେଇଥିଲେ, ନେଇକି ମୁଁ ଖାଲି ଅନୁରୋଧ ଏତିକି କରୁଛି, ଛୋଟ ଛୁଆଟେ ସେ କିଛି ଜାଣିନି, ଅଜ୍ଞାନ ବାଳକ। ମୋ ପୁଅକୁ ଯେମିତି ଆପଣ ସୁରକ୍ଷିତରେ ନେଇଛନ୍ତି, ଯାହା ବି ମୋ ପାଖରେ ଜବାବ ବି ଦେଇଛନ୍ତି, ମୋ ପୁଅକୁ ଆଣିକି ସୁରକ୍ଷିତରେ ଛାଡ଼ି ଦିଅନ୍ତୁ। ପୋକ୍ସୋ ଆକ୍ଟ ମୋ ପାଇଁ ଲଗାଯାଉଛି। ଗୋଟେ ଛୁଆଟିକୁ ଆସିକି 11 ବର୍ଷର ହେଲାଣି। ଆପଣମାନେ ବିଚାର କରନ୍ତୁ କେଉଁ ଟାଇପ୍ର ଅନ୍ୟାୟ ହେଉଛି। ତାହେଲେ ଏଠି ଆମେ ପୁରୁଷମାନେ ନିର୍ଯାତିତ ହେଉଛୁ, ପୁରୁଷମାନଙ୍କୁ ନ୍ୟାୟ ଏଠି ମିଳୁନାହିଁ। ପ୍ରତ୍ୟେକ କ୍ଷେତ୍ରରେ ନାରୀମାନଙ୍କ ପ୍ରତି ସପକ୍ଷ ଯାଉଛି, ପୁରୁଷମାନଙ୍କ ପ୍ରତି ବିପକ୍ଷ ଆସୁଛି। ମୁଁ ଖୁସି ମନେ ହେବି। ଆଉ ମୋ ପରିବାର ପୁରା ମୋ ପୁଅ ପାଇଁ ଭାଙ୍ଗି ପଡ଼ିଛନ୍ତି, ମେରୁ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଦୟାକରି ଏତିକି ମୁଁ କହୁଛି, 4.5 କୋଟି ଓଡ଼ିଆ ବିଚାର କରନ୍ତୁ। ଯଦି ଗୋଟେ ସ୍ୱାମୀ ସ୍ତ୍ରୀର ସମ୍ପର୍କତା ଭିତରେ, ପବିତ୍ର ସମ୍ପର୍କତା ଭିତରେ ସ୍ତ୍ରୀଟି ସ୍ୱାମୀ ନାଁରେ ଦୀର୍ଘ 12 ବର୍ଷ ପରେ ମାନେ ରେପ୍ କେସ୍ ଲଗାଯାଉଛି, ମୋ ପୁଅକୁ ଉଠେଇ ନେଇଥିଲେ, ନେଇକି ମୁଁ ଖାଲି ଅନୁରୋଧ ଏତିକି କରୁଛି, ଛୋଟ ଛୁଆଟେ ସେ କିଛି ଜାଣିନି, ଅଜ୍ଞାନ ବାଳକ। ମୋ ପୁଅକୁ ଯେମିତି ଆପଣ ସୁରକ୍ଷିତରେ ନେଇଛନ୍ତି, ଯାହା ବି ମୋ ପାଖରେ ଜବାବ ବି ଦେଇଛନ୍ତି, ମୋ ପୁଅକୁ ଆଣିକି ସୁରକ୍ଷିତରେ ଛାଡ଼ି ଦିଅନ୍ତୁ। ତ ଉଚିତ ଜବାବ ଆଉ ଉଚିତ ନ୍ୟାୟ ମିଳିବ ବୋଲି ମୋର ଆଶା ଅଛି, ଭରସା ଅଛି। ତ ପୁରୁଷ ସୁରକ୍ଷା ପାଇଁ ମୁଁ ସରକାର ସ୍ତ୍ରୀଟି ସ୍ୱାମୀ ନାଁରେ ଦୀର୍ଘ 12 ବର୍ଷ ପରେ ମାନେ ରେପ୍ କେସ୍ ଲଗାଯାଉଛି, ପୋକ୍ସୋ ଆକ୍ଟ ମୋ ପାଇଁ ଲଗାଯାଉଛି। ଗୋଟେ ଛୁଆଟିକୁ ଆସିକି 11 ବର୍ଷର ହେଲାଣି। ଆପଣମାନେ ବିଚାର କରନ୍ତୁ କେଉଁ ଟାଇପ୍ର ଅନ୍ୟାୟ ହେଉଛି। ତାଙ୍କ ପାଖରେ ନିବେଦନ କରୁଛି, ଆଜି ଯଦି ଗୋଟେ ନାରୀଟିଏ ଅସୁରକ୍ଷିତ ହେଇଯାଉଛି, କିଏ ପେଟ୍ରୋଲ ଢାଳି ଦେଉଛି, କିଏ ମୃତ୍ୟୁ କରିଦେଉଛି, କିଏ ନିଜ ଦେହକୁ ଜାଳି ଦେଉଛି, କାଲି ଯଦି ବି କିଛି ବି ଏହି ପରିସ୍ଥିତି ହେବ, ଆମେ ଯଦି ସୁରକ୍ଷା ନ ପାଇପାରିବୁ, ଆମେ ପୁରୁଷମାନେ ଯଦି ନ୍ୟାୟ ନ ପାଇପାରିବୁ, ତାହେଲେ କିଛି ନା କିଛି ଘଟଣାରୁ ଦୁର୍ଘଟଣା ବି ଘଟିପାରିବ। ଯଦି ନାରୀ ପାଇଁ ସାରା ଓଡ଼ିଶା ଆଜି ମାନେ ଚିତ୍କାର କରୁଛି, ତାହେଲେ ବିନା ଦୋଷରେ ଜଣକୁ ଦୋଷୀ କରାଯାଉଛି, ତାହାର ବିଚାର କରାଯାଉ। ପୁରୁଷମାନଙ୍କ ପ୍ରତି ବି ନ୍ୟାୟର ବାଟ ବିଚାର ଦିନକୁ ନିଆଯାଉ। ଏତିକି କହି ନମସ୍କାର।